ସମସ୍ତେ ମରିବୁ, କିନ୍ତୁ ବାଇବଲ କ'ଣ କହୁଛି? ଆମେ ସମସ୍ତେ ମରିବୁ ନାହିଁ। ଶେଷ ତୁରୀ ବାଜିବ, ପ୍ରଭୁ ଆସିବେ ମେଘମାଳରେ। ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ଥାଇ ମରିଛନ୍ତି ସେମାନେ କ'ଣ ହେବେ? ପ୍ରଥମରେ ଉଠିବେ। ଆଉ ଯେତେ ଲୋକ ଜୀବିତ ରହିବେ, ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ରହିକରି ଜୀବନଯାପନ କରୁଛନ୍ତି, ସେମାନଙ୍କ ଶରୀର କ'ଣ ହବ? ପରିବର୍ତ୍ତିତ, ରୂପାନ୍ତରିତ ହବ। ଆଉ ଆମେ ଜୀବନ ସ୍ୱରୂପ ଆମେ ମରିବୁ ନାହିଁ। ପ୍ରଭୁ ବାକ୍ୟରେ ଲେଖା ହେଇଛି। ଲୋକମାନେ କହିବେ ଆମେ ସବୁ ତ ମରିବୁ ଗୋଟେ ଦିନ। ଠିକ ଅଛି, ମରିବୁ, କିନ୍ତୁ ଦ୍ୱିତୀୟ ଆଗମନ କରିବା ଡେରି ହେଲେ ଆମେ ମରିବୁ। କିନ୍ତୁ ପ୍ରଭୁ ଶୀଘ୍ର ଆସୁଛନ୍ତି। ଆଜି କ'ଣ ହବ? ଆମେ ଯିବା ପୂର୍ବକୁ ନେଇ। ଆମେ ଗୋଟିଏ ବାକ୍ୟ ଦେଖିବା, ମାର୍କ 4:21। ଏ ପ୍ରକାର ଲେଖାଯାଇଅଛି, ପୁନଶ୍ଚ ଯୀଶୁ ସେମାନଙ୍କୁ କହିଲେ, ଦୀପ କ'ଣ ମାଣ ତଳେ ବା ଖଟ ତଳେ ରଖାଯିବା ନିମନ୍ତେ ଅଣାଯାଏ? ଦୀପ ରୁଖା ଉପରେ ରଖାଯିବା ନିମନ୍ତେ କି ତାହା ଅଣାଯାଏ ନାହିଁ? ଏଠି ଆମେ ଦେଖୁଛୁ ଗୋଟେ ବିଷୟ, ପୁନଶ୍ଚ ମାନେ ଆଉ ଥରେ ଯୀଶୁ ସେମାନଙ୍କୁ କହୁଛନ୍ତି। ସେମାନଙ୍କୁ ବୋଲେ ଶିଷ୍ୟମାନଙ୍କୁ କହୁଛନ୍ତି। କ'ଣ ବୋଲି କହୁଛନ୍ତି? ଦୀପ କ'ଣ ମାଣ ତଳେ ବା ଖଟ ତଳେ ରଖାଯିବା ନିମନ୍ତେ ଅଣାଯାଏ? ଆଗରେ ପ୍ରାଚୀନ କାଳରେ କରେଣ୍ଟ ନଥିଲା। ଛୋଟ ଛୋଟ ମାଟି ପାତ୍ର ସବୁ ବନାଇ କରି ସେଠି ଦୀପ ଜଳା ଯାଉଥିଲା ପୂର୍ବ କାଳରେ। ତ ସେ ଦୀପକୁ ପ୍ରଭୁ କାହିଁକି ଦୀପ ଆଉ ଆକାଶର ପକ୍ଷୀ ମାନଙ୍କୁ ଆଉ କୁଲାକୁ ଅନେକ ବିଷୟକୁ, ପ୍ରାକୃତିକ ବିଷୟ ଗୁଡ଼ାକୁ ନେଇକରି କ'ଣ କରୁଛନ୍ତି? ସେ ଉଦାହରଣ ଦେଇଛନ୍ତି। ଏଠି ମଧ୍ୟ ଗୋଟେ ଦୀପକୁ ପ୍ରଭୁ ଉଦାହରଣ ଦେଇଛନ୍ତି। ଦୀପ କ'ଣ? ଦୀପକୁ ଦୀପ ବୋଲେ କ'ଣ? ଆମେ ଦେଖୁଛୁ ଏ ଦୀପ ଲାଇଟ୍, ଏଇଟା ଦେଖୁଛୁ ରାତିରେ ଲଣ୍ଠନ ଲଗାଉଛୁ। ଆଉ ଏବେ ସିନା ଲଣ୍ଠନ ଲଗା ହଉନାହିଁ, କିନ୍ତୁ ଆମେ ସେଇ ସମୟରେ ଲଣ୍ଠନ ଲଗାଉଥିଲୁ। ଆରି କ'ଣ ଲଗାଉଥିଲା? ଅନେକ କୁପି ବୋଲି କହିବୁ ନାହିଁ, ତାପରେ ଅନେକ ବିଷୟ ଲଗାଉଥିଲୁ, କିନ୍ତୁ ଏବେ ନାହିଁ। ତ ଏବେ ଆମେ ଯଦି ଏଇଟା ଆତ୍ମିକ ଜୀବନ ଦେଖିବା, ଦୀପ ବୋଲେ କ'ଣ? ଦୀପ ହଉଛି ପରମେଶ୍ୱରଙ୍କ ବାକ୍ୟକୁ ବୁଝାଉଛି। ପରମେଶ୍ୱରଙ୍କର ବାକ୍ୟକୁ ବୁଝାଉଛି। ଲାଇଚନସ୍ ବୋଲି କହିବେ ଗ୍ରୀକ ଭାଷାରେ, ସେଟାକୁ ଦୀପ ବୋଲି କୁହାଯାଉଛି। এই ଲାଇଚନସ୍ ବୋଲେ ତାର ଅର୍ଥ ହଉଛି ଯେ ସିମ୍ବଲ ଅଫ ସ୍ପିରିଚୁଆଲ ଲାଇଟ୍, ମାନେ ଆତ୍ମିକ ଦୀପ। ସେଟା ଆତ୍ମିକ ଦୀପକୁ ବୁଝାଉଛି। ସେଟା ଗୋଟେ ସମ୍ପର୍କକୁ ବୁଝାଉଛି। ଏ ଆତ୍ମିକ ଦୀପ ବା ଆମେ ଯେତେବେଳେ ଦେଖୁଛୁ ଗୀତ ସଂହିତା 119, 105 ଲେଖା ହେଇଛି, ତୁମ ବାକ୍ୟ ମୋ ଚରଣ ପାଇଁ ପ୍ରଦୀପ ମୋ ପଥ ପାଇଁ ଆଲୁଅ ଅଟେ। ଏ ଯୋଉ ଲାଇଟନସ୍ ଯୋଉଟା କୁହାଯାଉଛି, ଈଶ୍ୱରଙ୍କର ବାକ୍ୟକୁ ଦୀପ ସହିତ ତୁଳନା କରାଯାଇଛି। ଏ ଈଶ୍ୱରଙ୍କର ବାକ୍ୟ ଯୋଉଟା ଦୀପ ବୋଲି ଆମେ କହୁଛୁ, ଏ ଦୀପ କ'ଣ କରିବାର ଅଛି? ଆମର ଜୀବନରେ ସେଟା ଜଳାଇ କରି ରଖିବାର ଅଛି। ଈଶ୍ୱରଙ୍କର ବାକ୍ୟକୁ ଦୀପ ସହିତ ତୁଳନା କରାଯାଇଛି। ତେଣୁକରି ଏ ବାକ୍ୟ କ'ଣ? ଆମେ ଦେଖୁଛୁ ଜହନ 1:1 ଲେଖା ହେଇଛି, ଆଦ୍ୟରେ ବାକ୍ୟ ଥିଲେ, ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ, ସେଇ ବାକ୍ୟ ଈଶ୍ୱର ଥିଲେ, ସେଇ ବାକ୍ୟ ନିଜେ ଈଶ୍ୱର, ସେଇ ଦୀପ ସେ ନିଜେ। ସେଇ ବାକ୍ୟକୁ ଯଦି ଆମେ ହୃଦୟରେ ରଖୁଛୁ, ଏ ବାକ୍ୟ ଆମକୁ ପଥ କଢ଼ାଇ ନିଏ। ଏ ବାକ୍ୟ ଆମକୁ ପଥ କଢ଼ାଇ ନିଏ। ଆରେ ଏ ବାକ୍ୟ ଆମକୁ ଚାଳନା ଦିଏ। ଏ ବାକ୍ୟ ଦ୍ୱାରା ଆମେ ଜୀବିତ ହଉଛୁ। ଏ ବାକ୍ୟ ଦ୍ୱାରା ଆମକୁ ପ୍ରଭୁ କଥା କହୁଛନ୍ତି, ଆଉ ଭୁଲ ଆଉ ଠିକ କୋଉଟା ପ୍ରଭୁ ଆମକୁ ଜଣାଉଛନ୍ତି ଏଇ ବାକ୍ୟ ଦ୍ୱାରା। ତେଣୁକରି এই ବାକ୍ୟକୁ ଆମ ହୃଦୟରେ ସଞ୍ଚିତ ରଖିବାର ଅଛି। এই ବାକ୍ୟକୁ ବା এই ଦୀପକୁ ଆମ ହୃଦୟରେ ସଞ୍ଚିତ ରଖିବାର ଅଛି। ତେଣୁକରି ହିତୋପଦେଶ 6:23 ଲେଖା ହେଇଛି, ଯେହେତୁ ସେଇ ଆଜ୍ଞା ପ୍ରଦୀପ ଓ ସେଇ ଆଦେଶ ଆଲୁଅ ଓ ଶିକ୍ଷାଜନକ ଅନୁଯୋଗ ଜୀବନର ପଥ ବୋଲିକରି ଲେଖାଯାଇଛି। ଯେହେତୁ ସେଇ ଆଜ୍ଞା ପ୍ରଦୀପ, ଈଶ୍ୱରଙ୍କର ଆଜ୍ଞା ଗୋଟେ ପ୍ରଦୀପ ପରି। ଈଶ୍ୱରଙ୍କର ଆଜ୍ଞା ଗୋଟେ ଯୋଉ ବାକ୍ୟ ଦଉଛନ୍ତି ସେଇଟା ଆଲୁଅ। ହେଲା ଆମେ ସେଥିପାଇଁ ବାଇବଲକୁ ସବୁଦିନ ଆମେ ପଢ଼ବାର ଅଛି। ଯଦି ଆମେ ବାକ୍ୟ ସବୁଦିନ ପଢ଼ୁଛୁ,
ସେଇଟା ଆମ ପାଇଁ ଆଲୋକ। ଆମେ କ'ଣ କରିବା କଥା କ'ଣ କରିବା ନାହିଁ ସବୁ ଆମକୁ ସେ ଜଣାଇ ଦେବେ ବୋଲା। ଆଉ ଆମେ ଦେଖୁଛୁ ଆଲୋକର ଆଲୋକର ଉତ୍ସ ବା ଆଲୋକର କିଛି ନାହିଁ, କିନ୍ତୁ ପ୍ରଭୁ ଆଲୋକ ସେଠି ଦେଉଛନ୍ତି। କିନ୍ତୁ ଆଲୋକକୁ ଆମେ ବହନ କରୁଛୁ ଅନେକ ସମୟରେ। ତ ଯେତେବେଳେ ଲ୍ୟାମ୍ପ ରିପ୍ରେଜେଣ୍ଟ ବିଲିଭର୍ସ ଲାଇଟ୍ ହେଲା ବୋଲେ ଆଲୋକ ଗୋଟେ ବିଶ୍ୱାସୀ ଜୀବନକୁ ଗୋଟେ ପ୍ରଦର୍ଶନ କରୁଛି। ଆଲୋକ ଗୋଟେ ବିଶ୍ୱାସୀ ଜୀବନକୁ ପ୍ରଦର୍ଶନ କରୁଛି। ଆମେ ଦେଖିପାରୁଛୁ ଯେ ଅନେକ ଜାଗାରେ ଲୋକମାନଙ୍କର ଜୀବନ ବ୍ୟାକ୍ସଲିଡେନ୍ ହେଇକରି ସେମାନେ କ'ଣ କରିବେ, ଆଲୋକ ଆଉ ତାଙ୍କ ଜୀବନରେ ନଥିବ, ଅନ୍ଧକାର ହେଇଯାଇଥିବ। ତେଣୁକରି କୁହାଯାଉଛି ଖ୍ରୀଷ୍ଟିଆନ ଆର୍ ନଟ୍ ଦ ସୋର୍ସ ଅଫ୍ ଲାଇଟ୍, ଜିଜସ୍ ଇଜ୍ ୟୁଆର କ୍ୟାରିୟର ଅଫ୍ ଦ ଲାଇଟ୍। ସେ ଯେଉଁ ବହନ ଆମେ କରିଛୁ ସେ ପ୍ରଭୁଙ୍କର ବାକ୍ୟକୁ, ପ୍ରଭୁ ସେଇଟା ଚାଳନା କରିବେ, ପ୍ରଭୁ ସେଇଟା ପଢ଼ାଇ ନେବେ। ଆଉ ଆମ ଜୀବନରେ ଈଶ୍ୱରଙ୍କର ସେ ସତ୍ୟ ବାକ୍ୟ କ'ଣ ହେଉଥିବାର ଅଛି, ସାଇନିଂ ହେଉଥିବାର ଅଛି। ଈଶ୍ୱରର ବାକ୍ୟ ଆମ ଠାରେ ଅଛି ବୋଲେ, ଈଶ୍ୱର ଅଛନ୍ତି ବୋଲେ ଆମ ଜୀବନରେ ଗୋଟେ ସାଇନିଂ ହେଉଥିବାର, ଝଲସୁଥିବାର ଅଛି, ଯେଉଁଟାକି ସାଇନ୍ ହେଇଯାଉଥିବାର ଅଛି, ଚକ୍ 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 ଯେଉଁଟା ଦିଅ ଆଲୋକ ଦେଖିବା ପାଇଁ ରହିଛି, କିନ୍ତୁ ତାକୁ ଲୁଚାଇବା ପାଇଁ ନାହିଁ, ତେବେ ପ୍ରଦୀପ ଦୀପକୁ ଆଲୋକ ସହିତ ବା ବାକ୍ୟ ସହିତ ତୁଳନା କରାଯାଉଛି। ସେଇ ଗୋଟେ ବିଷୟ ଆମେ ଦେଖିପାରୁଛୁ। ଆଉ ଦ୍ୱିତୀୟ ବିଷୟ ଆମେ ଦେଖୁଛୁ, ସେଇଠି ଆଉ ଗୋଟେ ବିଷୟ ଦେଖାଯାଉଛି, ଦୀପକୁ କ'ଣ ମାଣ ତଳେ ରଖାଯିବ। ହେଲେ ମାଣ ବୋଲେ କ'ଣ, ଆମେ ଆଗରେ ଓଜନ କରିବା ପାଇଁ। ଏବେ ସିନା ନୀତି ହେଲା, ଆଗରେ ମାଣ ସବୁ ଥିଲା। ମାଣ ଦ୍ୱାରା ଲୋକମାନେ ଧାନ ମାଣ୍ଡିଆ ସବୁ କ'ଣ କରୁଥିଲେ, ମାପି କରି ନେଉଥିଲେ। ତ ତାକୁ ଇଂଲିଶରେ ବାସ୍କେଟ ବୋଲି କୁହାଯାଉଛି, ଆଉ ତାକୁ ଗ୍ରୀକରେ ମଡିୟସ୍ ବୋଲି କୁହାଯାଉଛି। ମଡିୟସ୍ ବୋଲେ ଯେଉଁଟାକି ତାର ଅର୍ଥ ହେଉଛି ଆମର ଦୈନନ୍ଦିନ ଜୀବନରେ ଆମେ କ'ଣ କରୁଛୁ, ଆମେ ସେଇ ବାକ୍ୟକୁ ଅନେକ ଲୋକ କ'ଣ କରୁଛନ୍ତି, ଲୁଚାଇ କରି ରଖୁଛନ୍ତି। ଲୋକମାନେ ଆଧ୍ୟାତ୍ମିକ ସତ୍ୟକୁ ଆମେ ବୁଝିପାରୁନୁ ଅନେକ ସମୟରେ। ଆଉ କ'ଣ କରୁଛୁ, ପ୍ରତ୍ୟେକ ଦିନ ଏଇ ଆଲୋକକୁ ଘୋଡ଼ାଇ ଦେଉଛି, ସବୁ କିଛି ଆଲୋକକୁ ଘୋଡ଼ାଇ ଦେଉଛି। ମଡିୟସ୍ର ଅର୍ଥ ହେଉଛି ଗୋଟେ ଫିୟରନେସ୍, ବୋଲେ ଗୋଟେ ଭୟ ବିଷୟ। ମଡିୟସ୍ର ଅର୍ଥ ହେଉଛି ଗୋଟେ ଲଜ୍ଜା ବିଷୟକୁ ବୁଝାଉଛି। ଆଉ ମଡିୟସ୍ର ଅର୍ଥ ହେଉଛି ପାପକୁ ବୁଝାଉଛି। ଆଉ ଏଇ ମଡିୟସ୍ ବୋଲି ଯେଉଁଟା କୁହାଯାଉଛି ଗ୍ରୀକ୍ ଭାଷାରେ, ଆମେ ଜାଣିବା ଆମମାନଙ୍କ ଜୀବନରେ ଲଜ୍ଜା ଥିବ, ଆମମାନଙ୍କ ଜୀବନରେ ଭୟ ଥିବ, ଆମମାନଙ୍କ ଜୀବନରେ ପାପ ଥିବ। ଏ ସବୁ ବିଷୟ କ'ଣ କରିବ, ସେ ଦୀପକୁ ଘୋଡ଼ାଇ ଦେଉଛି। ସେ ଦୀପକୁ, ସେ ବାକ୍ୟକୁ ଘୋଡ଼ାଇ ଦେଉଛି। ପ୍ରଥମ ବିଷୟ ଆମେ ଦେଖିବା, ଯେତେବେଳେ ଆଦମ ହବା ପାପ କଲେ, ସେଇ ସମୟରେ ସେ ଦୀପକୁ କ'ଣ କରୁଛନ୍ତି, ସେମାନେ ଘୋଡ଼ାଇ କରି ଲୁଚୁଛନ୍ତି ବୋଲିକରି ଆମେ ଦେଖିପାରୁ। ପାପ ଆମକୁ ଆଲୋକରୁ ଦୂରକୁ ନେଇଯାଏ ବୋଲି ଲେଖା। ଯେତେବେଳେ ଆମେ ପାପ କରୁଛୁ, ସେ ଆଲୋକ ଯେତେବେଳେ ଆମେ ପାପ କରୁଛୁ, ସେଇ ପାପ ଦ୍ୱାରା ସେ ଆଲୋକ ଯୋଉଟା ଆମେ ଦେଖାଇବା କଥା, ସେଟା ସେ ଆଲୋକରୁ ଆମେ ଦୂରକୁ ଚାଲି ଯାଉଛୁ। ଆଉ ସେ ଆଲୋକକୁ ଘୋଡ଼ାଇ ଦେଉଛି। ସେଟାକୁ ମଡିୟସ୍ ବୋଲି କୁହାଯାଉଛି। ସେଟାକୁ ମଡିୟସ୍ ବା ଆମେ ଘୋଡ଼ାଇ ଦେବା ବିଷୟକୁ ବୁଝାଉଛି। ଯେହେତୁ ଆମେ ଭୟଭୀତ ହେଇଯାଉଛୁ। ଆରେ ଆମେ ଯେତେବେଳେ ଦେଖୁଛୁ, ତୋଡ଼ାର ଦୃଷ୍ଟାନ୍ତ ଆମେ ଦେଖିପାରୁଛୁ। ଗୋଟେ ଲୋକକୁ 5 ତୋଡ଼ା ଦିଆଗଲା, ଗୋଟେ ଲୋକକୁ 2 ତୋଡ଼ା ଦିଆଗଲା, ଗୋଟେ ଲୋକକୁ 1 ତୋଡ଼ା ଦିଆଗଲା। ସେ 1 ତୋଡ଼ା ଯେ ପାଇଥିଲା, ସେ କ'ଣ କଲା, ମାଟି ତଳେ ଲୁଚାଇ ଦେଉଛି। ଆଜି ଆମକୁ ଯେଉଁ ଟ୍ୟାଲେଣ୍ଟ ଦିଆଯାଇଛି, ଆଜି ଆମକୁ ଯେଉଁ ଗୁଣ ଗୁଡ଼ାକ ଦିଆଯାଇଛି, ସେ ଗୁଣ ଗୁଡ଼ାକକୁ ଆମେ କ'ଣ କରୁଛୁ, ମାଟି ତଳେ ଲୁଚାଇ ଦେଉଛୁ। ଆମେ ବାହାରେ ପ୍ରକାଶନ ହେବା ପାଇଁ ଇଚ୍ଛା। ଗୋଟେ ଅଫିସରେ ଜଣେ ଲୋକ ଥିଲା, ସେ ରିଟାୟାରମେଣ୍ଟ ହେଲା ପରେ ମଧ୍ୟ ଲୋକମାନେ ତାକୁ ଖ୍ରୀଷ୍ଟିଆନ ବୋଲି କହିଲେ ନାହିଁ। ତାର ନାଁ ମଧ୍ୟ କ'ଣ ଥିଲା, ହିନ୍ଦୁ ନାଁଟା ଥିଲା।
ବୁଝିପାରୁଛ ତାର ନାଁ ବି ହିନ୍ଦୁ ନାଁ ଥିଲା ବୋଲେ ସେ ଦୀର୍ଘ କେତେ 25 ବର୍ଷ ତ କାମ କରୁଥିବ କି 20 ବର୍ଷ ମିଶା ସେ ଅଫିସରେ କାମ କରୁଥିବ ନା ଗୋଟେ ଦିନ ମିଶା ଲୋକମାନେ ଜାଣିନାହାନ୍ତି ଯେ ଖ୍ରୀଷ୍ଟିଆନ ଲୋକ ବୋଲି ଯେହେତୁ ତାର ନାଁ ଥିଲା ସେମିତି ତାର କାମ ମିଶା ସେମିତି ଆମେ ଅନେକ ସମୟରେ ଲୁଚାଇ ଦଉଛୁ ସେ ଆଲୋକକୁ ଆମେ ଘୋଡ଼ାଇ କରି ମାଣ ତଳେ ଲୁଚାଇ ଦଉଛୁ ଗଲା ସେଇ ପାପ ସେଇ ଡର ସେ ଲଜ୍ଜା ଆମକୁ ତଳେ ଲୁଚାଇବା ପାଇଁ ପଡୁଛି ତାପରେ ଅନେକ ଲୋକ ଧାର୍ମିକ ନେତାମାନେ ସତ୍ୟକୁ ଅସ୍ୱୀକାର କରିବା ବିଷୟ ଆମେ ଦେଖିପାରୁଛୁ ଜନ 12:42-43 ଆମେ ଦେଖିପାରୁଛୁ ଯେତେ ଧାର୍ମିକ ନେତାମାନେ ଫାରୋସି ସାଧୁକୀ ମାନେ ସେମାନେ ସମାଜକୁ ଭୟ କରି ସେମାନେ ଲୋକମାନଙ୍କୁ ଭୟ କରି ସେମାନେ ଯୀଶୁଙ୍କୁ ଅସ୍ୱୀକାର କରିବା ବିଷୟ ଆମେ ଦେଖିପାରୁଛୁ ଯୀଶୁଙ୍କୁ ସେମାନେ ଅସ୍ୱୀକାର କରୁଛନ୍ତି ଦ୍ୱାରା ସେ ଆଲୋକକୁ ସେମାନେ ଘୋଡ଼ାଇ ଦେଉଛନ୍ତି କିନ୍ତୁ ଆଲୋକ ଯେତେବେଳେ ଖଟ ତଳେ ରହୁଛୁ କି ଘୋଡ଼ାଇ ଦେଉଛୁ ସେ ଆଲୋକ ଲିଭୁ ନାହିଁ ଆଲୋକ ସିନା ଦେଉନାହିଁ କିନ୍ତୁ ଲିଭୁ ନାହିଁ ସେଇଟା ଜଳି କରିଥିବ ଆମେ ଭାବୁଛୁ ସେଇଟା ଲିଭିଗଲା ବୋଲି ଈଶ୍ୱରଙ୍କର ବାକ୍ୟ କେବେ ଲୋପ ହେବ ନାହିଁ ବୋଲି ଆମେ ଦେଖିପାରୁଛୁ ତେଣୁକରି ଆମେ ଯୋଉ ଆଲୋକ ପାଇଛୁ ତାକୁ ଆମେ এই প্রকার ভয় এই প্রকার পাপরে রহিকরি এই লজ্জা আসব সেତେବେଳେ ଆମେ ତାକୁ ଘୁରାଇ ଦେବା ଆମେ ଅପେକ୍ଷା କରିବା ତେଣୁକରି ଜହନ କହୁଛନ୍ତି ଅବଶ୍ୟ ତାହାଙ୍କୁ ବୃଦ୍ଧି ପାଇବାକୁ ହେବ ମୋତେ ହ୍ରାସ ହେବାକୁ ହେବ ତାହାଙ୍କୁ ପ୍ରକାଶ କରିବାର ଅଛି ତାହାଙ୍କୁ ଆମେ ପ୍ରକାଶ କରିବାର ଅଛି ଆଉ ଆମେ ଦେଖୁଛୁ ନିଜ ଗାଁରେ ନାଜରିତରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯାଉଛନ୍ତି ତାଙ୍କୁ ଲୋକମାନେ ଚିହ୍ନୁ ନାହାନ୍ତି ତାଙ୍କୁ ଲୋକମାନେ କ'ଣ କରୁଛନ୍ତି ଏ ଗୋଟେ ବଡ଼େଇର ପୁଅ ଆର ବାପା କ'ଣ ଯୋସେଫ ନାହିଁ ଆର ମା କ'ଣ ମରିୟମ ନାହିଁ ଆର ଭାଇମାନେ ଯାକୁବ ମରିୟମ ନାହିଁ ଆମେ ଜାଣୁଛୁ ଭାଇ ଭଉଣୀ ମାନେ ଏ କେମିତି ଏତେ ବଡ଼ ହେଲା କେତେ ଆଶ୍ଚର୍ଯ୍ୟ କର୍ମ କରୁଛି ତାଙ୍କର ଉପରେ ନିନ୍ଦା କରୁଛନ୍ତି କିନ୍ତୁ ତାକୁ ଗ୍ରହଣ କରୁନାହାନ୍ତି ଲୋକମାନେ ଭୟରେ ଗର୍ବ ସବୁ ଆସିବା ଦ୍ୱାରା ସେ ଆଲୋକକୁ ସେମାନେ ଗ୍ରହଣ କରୁନାହାନ୍ତି ଆଲୋକକୁ ସେମାନେ ଗ୍ରହଣ କରୁନାହାନ୍ତି ସେ ଆଲୋକକୁ କ'ଣ କରୁଛନ୍ତି ଲୋକମାନେ ଭୟରେ ସବୁ ଆଲୋକକୁ ଢାଙ୍କି ଦେବା ବିଷୟ ଆମେ ଯେତେବେଳେ ଜୁନସ୍ଙ୍କ ବିଷୟ ଦେଖିବା ପ୍ରଭୁ ତାଙ୍କୁ ଆହ୍ୱାନ କଲେ କୋଉଠି ନିନିବେକୁ ନେଇକରି ପ୍ରଚାର କରିବା ପାଇଁ କିନ୍ତୁ ସେ ଲୁଚି କରି ପଳାଉଛି ତର୍ଷୀସକୁ ପଳାଉଛି ଆମେ ସେଇ ପ୍ରକାର ଅନେକ ସମୟରେ ଈଶ୍ୱରଙ୍କର ଆଜ୍ଞାକୁ ନ ମାନିକରି ଆମର ସାକ୍ଷ୍ୟ କ'ଣ ହୁଏ ଆଲୋକ ନ ହେଇକରି ସେଟା ଲୁଚି ଯାଉଛି ଆଲୋକରେ ସେଟା ନ ହେଇକରି ସେଟା ଅନ୍ଧକାରରେ ଲୁଚି ଯିବା ବିଷୟ ଆମେ ଦେଖିପାରୁଛୁ ତ ଆମେ ଦେଖୁଛୁ ଆଦମ ବା ପାପ ଦ୍ୱାରା କ'ଣ ସେ ଆଲୋକକୁ ଲୁଚାଇ ଦେଉଛନ୍ତି ଭୟଭୀତ ହେଇକରି ସେ ଦାସ କ'ଣ କରୁଛି ମାଟି ତଳେ ଲୁଚାଇ ଦେଉଛି ଆଉ ଧାର୍ମିକ ନେତାମାନେ କ'ଣ ଲୋକଙ୍କର ଚାପ ଯୋଉଟାକି ପରିବାର ଚାପ ଥିବ ଅନେକ ଧାର୍ମିକ ଲୋକମାନେ ଏଇ ଜଗତର ସମାଜ ଦ୍ୱାରା ଚାପ ଦ୍ୱାରା ସେମାନେ ଡରି କରି ମଧ୍ୟ ପ୍ରଭୁଙ୍କର ବାକ୍ୟକୁ ସେମାନେ ଲୁଚାଇ ଦେବା ବିଷୟ ତଳେ କରିଦେଉଛନ୍ତି ଆଉ ପ୍ରକାଶ କରୁନାହାନ୍ତି ଜୁନସଙ୍କ ଜୀବନ ମଧ୍ୟ ଆମେ ଦେଖିପାରୁଛୁ ସେଇ ପ୍ରକାର ତ ଆଉ ଆଲୋକକୁ ଭୟ କ'ଣ କରେ ଆଲୋକ ଭୟ ଯେତେବେଳେ ଆମ ଜୀବନରେ ଆସୁଛି ଆଲୋକକୁ ନିରୋଗ କରିଦିଏ ପାଟି ଫିଟାଇବ ନାହିଁ ସେ ଫିଟାଇ ପାରିବ ନାହିଁ ଯେତେବେଳେ ଭୟ ଆସୁଛି ନା ଯେତେବେଳେ ଭୟ ଆସୁଛି ସେ ପାଟି ଫିଟାଇ ପାରିବ ନାହିଁ ତେଣୁକରି ଆଲୋକକୁ କ'ଣ କରିଦେଉଛି ଢାଙ୍କି ଦେଉଛି ଲୋକମାନେ ଅନ୍ଧକାରକୁ ଭଲ ପାଇଲେ ବୋଲିକରି ଆମେ ଦେଖିପାରୁଛୁ ସେଇ ଲୁଚିଥିବା ପାପ ହୃଦୟରେ ଆଲୋକକୁ କମାଇ ଦେଉଛି ଆଉ ଏ ଜଗତର ଚିନ୍ତା ଏ ଜଗତର ସମସ୍ୟା କ'ଣ କରୁଛି ଆମର ଆଲୋକକୁ ଧୀରେ ଧୀରେ ଢାଙ୍କି ଦେଉଛି ଆମେ ସେ ପ୍ରଦୀପ ଈଶ୍ୱରଙ୍କର ବାକ୍ୟ ଆମକୁ ଆଲୋକ ଆଡ଼କୁ କଢ଼ାଇ ନିଏ ସେ ବିଷୟରେ ଆମେ ଦେଖିପାରୁଛୁ କିନ୍ତୁ ସେ ମାନ ଯୋଉଟାକି ଆମମାନଙ୍କର ଭୟକୁ କ'ଣ କରେ ଅପମାନ ନିନ୍ଦା ଆଉ ଦୁର୍ବଳ ବିଷୟକୁ ସେ ଆଲୋକକୁ କ'ଣ କରେ ଢାଙ୍କି ଦେବା ବିଷୟ ଆମେ ଦେଖିପାରୁଛୁ ଆଉ ଗୋଟେ ବିଷୟ ଦେଖୁଛୁ ଖଟ ତଳେ ବୋଲି ଲେଖା ଅଛି ନାଇଁ ଖଟ ତଳେ ସେ ଖଟ ତଳେ ଯୋଉଟା ବୋଲି ଆମେ ଦେଖିପାରୁଛୁ ତାର ଅର୍ଥ ଆମେ ଦେଖୁଥିଲୁ ଯେ
ଖଟ ଯୋଉଟା ବେଡ୍ ବୋଲି କୁହାଯାଉଛି। ଇଂଲିଶରେ ଅନେକ ପ୍ରକାର ଅଛି, କିନ୍ତୁ ମୁଁ ଦେଖୁଥିଲି କ୍ଲାଇନ୍, ଯୋଉଟା ଗ୍ରୀକ୍ ଭାଷାରେ କ୍ଲାଇନ୍ ବୋଲରେ, ଏ କ୍ଲାଇନ୍ର ଅର୍ଥ ହେଉଛି ବେଡ୍। ବେଡ୍ ବୋଲେ ଖଟ। କ୍ଲାଇନ୍, KLINE, କ୍ଲାଇନ୍। କ୍ଲାଇନ୍ ବୋଲେ ଯୋଉଟା କମ୍ଫର୍ଟକୁ ବୁଝାଉଛି, ଆଉ ଯୋଉଟା କି ପ୍ରାଇଭେଟ ସ୍ପେସ୍ ବୋଲିକି କୁହାଯାଉଛି। ବୋଲେ କମ୍ଫର୍ଟ, ସୁବିଧା ଜୀବନ, ଆମର ସୁବିଧା ଜୀବନ, ଆରାମ ଜୀବନ। ଯେତେବେଳେ ଆରାମ ଜୀବନ ଆସୁଛି, ଆହୁରି ଆମର ବ୍ୟକ୍ତିଗତ ଉଚ୍ଚ ସ୍ଥାନ ଆମେ ରହିଯାଉଛୁ, ସେଇ ସମୟରେ କ'ଣ ଅଛି, ଆମର ସେଇ ଆତ୍ମିକ ଜୀବନ ଖସି ଯାଉଛି। ଆମେ ଯଦି ଦେଖିବା ଯେଉଁମାନେ ଆରାମ ପାଇଛନ୍ତି ଅନେକ ଲୋକ, ଆମେ ଗୋଟିଏ ଉଦାହରଣ ଦେଖିବା ଯେ ବାଇବଲର ଆମେ ଯେ କି ବହୁତ ଜ୍ଞାନୀ ସଲୋମନ, ସେ ଅନେକ ଆରାମ ବିଷୟରେ ପାଇଲା ପରେ କ'ଣ ହେଇଛି, ସେ ପ୍ରଭୁଙ୍କ ମଧ୍ୟ ପାଶରି ଯାଉଛି, 1000ଟା ସ୍ତ୍ରୀ ରଖୁଛି, ଆଉ ସେ ସ୍ତ୍ରୀ ମାନଙ୍କର ଯୋଉ କାର୍ଯ୍ୟ ଥିଲା ସେ ମଧ୍ୟ ସେଇଟା କରି କରି ସେଇ ପାପ ଆଡ଼େ ସେ ଚାଲି ଯାଉଛି। ଅନେକ ସମୟରେ ଆମେ ଅନେକ କଷ୍ଟ ଦୁଃଖ ଏଇ ଜଗତରେ ଜୀବନ ବିତାଉଥିଲୁ, କିନ୍ତୁ ଗୋଟେ ଦିନ ପ୍ରଭୁକୁ ଜାଣିଲା ପରେ ଆମର ଜୀବନରେ ବହୁତ ଆନନ୍ଦ ଆସିଛି, କିନ୍ତୁ ଧୀରେ 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 ବହୁତ ପଇସା ହେଲା, ବହୁତ ଗୋଟେ ବଢିଆ ଚାକିରି ମିଳିଲା, ସେତେବେଳେ ଆଉ ଉପାସନା କରିବା ପାଇଁ ଆମର ସମୟ ନାହିଁ, ବାଇବେଲ ପଢିବା ପାଇଁ ଆମର ସମୟ ନାହିଁ, ପ୍ରାର୍ଥନା କରିବା ପାଇଁ ଆମର ସମୟ ନାହିଁ। କାହିଁକି? ଚାକିରି ପାଇଁ ଯିବାର ଅଛି, ଆମେ ପଇସା ଆଉ ଅଧିକ 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 ପାଇବାର ଅଛି। ମୋର ପ୍ରିୟ ଭାଇ ଭଉଣୀ ମାନେ, ପଇସା ଆମକୁ ସ୍ୱର୍ଗକୁ ନେବ ନାହିଁ, ପଇସା ଆମକୁ ଶାନ୍ତି ଦେବ ନାହିଁ, ପଇସା ଆମକୁ ସୁରକ୍ଷା ରଖିବ ନାହିଁ। ପ୍ରଭୁ ସୁରକ୍ଷା ନ ଦେଲେ ପଇସା କିଛି କରିପାରିବ ନାହିଁ। ଆରାମକୁ ବୁଝାଉଛି, ବେଡ୍ ବୋଲେ ଯୋଉ ଆରାମ, କ୍ଲାଇନ୍ ଯୋଉଟା କୁହାଯାଉଛି, କମ୍ଫର୍ଟକୁ ବୁଝାଉଛି। ଆମ ଜୀବନରେ ଆଜି ସେଇ ଆରାମକୁ ଆମେ ଖୋଜୁଛୁ ନା ଆମେ ଦୁଃଖକୁ ଖୋଜୁନୁ? ନୁହେଁ, କଷ୍ଟ ମୁଇଁ କାହିଁକି ପଡିବି, ପ୍ରଭୁଙ୍କ କଥା ମୁଁ କାହିଁକି କହିବି? ଅନେକ ଜାଗାରେ ଯିବେ, ଏବେ ଦିନ ଥିଲା ଚାଲି ଚାଲି ପ୍ରଭୁଙ୍କର ବାକ୍ୟ ଯାଇକି ପ୍ରଚାର କରାଯାଉଥିଲା, ଏବେ ଗାଡି ମଟର ସବୁ ମିଳିଲା, ଆରାମରେ ଆମେ ଅଛୁ, କିନ୍ତୁ ଆମେ ଯାଇପାରୁନୁ। ସେଇଟା ଆମର ପାଇଁ ଗୋଟେ ବହୁତ ଦୁଃଖର କାରଣ। ତାପରେ ଶେଷରେ ଗୋଟେ ବିଷୟ କହି ମୁଁ ଆଜିର ମେସେଜ ସମାପ୍ତ କରିବି। ଶେଷରେ ଲେଖା ହେଇଛି କ'ଣ? ଲାମ୍ପଷ୍ଟାଣ୍ଡ, ଯୋଉଟା ଦୀପରୁଖା। 21 ପଦ ଆଉ ଥରେ ପଢ଼ିଦିଅ। ଦୀପ ରୁଖା ଉପରେ ରଖାଯିବା ନିମନ୍ତେ କି ତାହା ଅଣାଯାଇ ନାହିଁ। ଆମେ ପ୍ରଥମରେ ଦେଖୁଥିଲୁ ଦୀପ, ଦ୍ୱିତୀୟରେ ଦେଖିଲୁ ଆମେ ମାଣ, ଖଟ, ଆଉ ତୃତୀୟ ଦେଖୁଛୁ ଦୀପ ରୁଖା। এই ଦୀପ ରୁଖା ବୋଲି ଯୋଉଟା କୁହାଯାଉଛି, ଲିଖନିଆ ବୋଲି କହିବେ ଗ୍ରୀକ୍ ଭାଷାରେ। ମୁଁ ସେଇଟା ଦେଖୁଥିଲି, ଲିଖନିଆ ବୋଲେ ଲ୍ୟାମ୍ପ ଷ୍ଟାଣ୍ଡ, ଉଚ୍ଚ ସ୍ଥାନ। এই ଉଚ୍ଚ ସ୍ଥାନ ବିଷୟରେ ମୁଁ ଦେଖୁଥିଲି। ଆମେ ଗୋଟେ ଷ୍ଟାଣ୍ଡ ହେବାର ଅଛି ହେଲା। ଏବେ ଉପରେ ଲାଇଟ୍ ଅଛି, ସେ କ୍ଲାମ୍ପରେ ଲାଇଟ୍ ଲାଗିଛି, ତାର କିଛି କାମ ନାହିଁ, କିନ୍ତୁ ଲାଇଟ୍ ଲାଗଲେ ଏକା ସେଟା ଜଳୁଛି। ଯୋଉ ହୋଲ୍ଡର ଅଛି ଉପରେ ଅଛି, ଲାଇଟ୍ ନଥିଲେ, ସେ ହୋଲ୍ଡର ଖାଲିଟା ଥିଲେ କିଛି ଲାଭ ନାହିଁ। ଆମେ ଗୋଟେ ଷ୍ଟାଣ୍ଡ, ଆମେ ଗୋଟେ ସେ ଦୀପ ରୁଖା କରାଲ। ଆମକୁ ପ୍ରଭୁ ଯଦି ଆମର ଥାରେ ଆସିବେ, ସେତେବେଳେ ଆକା କ'ଣ ହବ? ଆମର ଜୀବନ ପରିବର୍ତ୍ତିତ ହବ, ଆମର ଜୀବନ ପରିବର୍ତ୍ତିତ ହବ। ଆମେ ଯେତେବେଳେ ଦେଖୁଛୁ ପ୍ରକାଶିତ ବାକ୍ୟରେ, ସେ ଲାଉଦିକିଆ ମଣ୍ଡଳୀ ଶୀତଳ ହେଇଯାଉଛି, ତାଙ୍କର ସେ ଯୋଉ ଦୀପ ରୁଖା, ଆଉ ସେମାନେ ସେଇଟା ବ୍ୟବହାର କରିପାରୁନାହାନ୍ତି, ଶୀତଳ ହେଇଯାଉଛନ୍ତି, ନା ଗରମ ହଉଛନ୍ତି ନା ଥଣ୍ଡା ହେଇଯାଉଛନ୍ତି, ନାତି ଶୀତସ୍ମ ବୋଲି କୁହାଯାଉଛି। ଗଲା ଆମେ ଷ୍ଟାଣ୍ଡ ହେବାର ଅଛି। ପ୍ରଭୁ ଆମକୁ କ'ଣ କରୁଛନ୍ତି? ଠିଆ କରୁଛନ୍ତି, ବିଭିନ୍ନ ଜାଗାରେ ଆମକୁ ଠିଆ କରୁଛନ୍ତି। ପ୍ରଭୁ ଆମକୁ ବ୍ୟବହାର କରିବେ। ତମେ ମଶାକୁ ପ୍ରଭୁ ଠିଆ କଲେ, କିନ୍ତୁ ପ୍ରଭୁ କଥା କହିଲେ। ଦାଉଦକୁ ପ୍ରଭୁ ଠିଆ କଲେ, କିନ୍ତୁ ପ୍ରଭୁ ଯୁଦ୍ଧ କଲେ। ଆମେ ଠିଆ ହେବାର ଅଛି, ଷ୍ଟାଣ୍ଡ, ଖାଲି ଷ୍ଟାଣ୍ଡ ହେବାର ଅଛି। ପ୍ରଭୁ ଆମର ଦେଇ କଥା କହନ୍ତି, ପ୍ରଭୁ ଆମର ଦେଇ ବ୍ୟବହାର ଅନେକ ଲୋକ ଠାରେ କରନ୍ତି। ଆମେ ଆଜି ଠିଆ ହଉଛୁ କି ପ୍ରଭୁଙ୍କ ପାଇଁ? ଦେଖୁଛୁ ଆମେ ମଶାଙ୍କ ଜୀବନରେ, ଆମେ ଦେଖୁଛୁ ହନକଙ୍କ ଜୀବନରେ, ଆମେ ଦେଖୁଛୁ ବାହୁଲଙ୍କ ଜୀବନରେ, ଆମେ ଦେଖୁଛୁ ଅନେକ ଜିରିମିୟଙ୍କ ଜୀବନରେ। ଜିରିମିୟ ଠିଆ ହଉଛନ୍ତି, ତ
তুমি ঠিয়া হব প্রভু কথা কইবে হ্যাঁ সেই ল্যাম্প স্ট্যান্ড আমি সেই প্রকার ঠিয়া হবার ଅଛି হ্যাঁ যদি ঠিয়া হଉଛୁ যদি ଷ୍ଟାଣ୍ଡ ହଉଛୁ ପ୍ରଭୁ ଆମର ଜୀବନ ଦେଇକରି କଥା କହିବେ ଆଉ ଯେତେବେଳେ ପ୍ରଭୁ ଆମକୁ ବ୍ୟବହାର କରିବେ ଆମେ ସେଇଠି ମହାନ ଆନନ୍ଦିତ ହେଇପାରିବା ଅନେକ ସମୟରେ ଦୁଃଖ କଷ୍ଟ ମଧ୍ୟ ଆସିବ ତେଣୁକରି ଆମେ ରେଡି ଥିବାର ଅଛି ଆମେ ସମସ୍ତେ ପ୍ରସ୍ତୁତ ଥିବାର ଅଛି ଯେ ଦୁଃଖ ବି ଆସିବ କଷ୍ଟ ବି ଆସିବ ସମସ୍ୟା ବି ଆସିବ ଯେତେବେଳେ ଆମେ ଦେଖୁଛୁ ପିତରଙ୍କ ଜୀବନରେ ସେ ଗୋଟିଏ ଦିନ ଥିଲା ଗୋଟିଏ ଛୋଟ ଚାକରାଣୀ ଆସିଲା ତାଙ୍କୁ ତମେ ବି ପ୍ରଭୁଙ୍କ ସହିତ ଥିଲ ବୋଲି କହିଦେଉଛି ସେତେବେଳେ ସେ ଭୟଭୀତ ମିଥ୍ୟା କହିଦେଉଛି ଠିଆ ହେଲା ଆଉ 3000 ଲୋକ ସମ୍ମୁଖରେ ପ୍ରଭୁ ତାଙ୍କୁ ବ୍ୟବହାର କଲେ ଯେତେବେଳେ ସେ ନମ୍ର ହେଲା ଯେତେବେଳେ ସେ ଜାଣିଲା ସତ୍ୟ ବିଷୟ ସେତେବେଳେ ପ୍ରଭୁ ତାଙ୍କୁ ବ୍ୟବହାର କରୁଛନ୍ତି ମୋର ପ୍ରିୟ ଭାଇ ଭଉଣୀମାନେ ଆଜି ଆମେ ଠିଆ ହେବା ପ୍ରଭୁ କାର୍ଯ୍ୟ କରିବେ ତ ଆମେ ଏଠି 4ଟା ବିଷୟ ଆମେ ଦେଖୁଥିଲୁ ଗୋଟେ ଦୀପ ଆଉ ଗୋଟେ ମାଣ ଆଉ ଗୋଟେ ହେଉଛି ସେଇ ଖଟ ବା ବେଡ୍ ଆଉ ଗୋଟେ ହେଉଛି ଷ୍ଟାଣ୍ଡ এই 4ଟା ବିଷୟ ଆମର ଜୀବନରେ ହେଲେ ପ୍ରଭୁ ଆମମାନଙ୍କୁ ବ୍ୟବହାର କରିବେ ଆଉ ଆମେ ସେଇ ଭୟ ହେଇକରି ଆମେ ଲଜ୍ଜିତ ହେଇକରି ପ୍ରଭୁଙ୍କର ବାକ୍ୟକୁ ଆମେ ଲୁଚାଇବା ନାହିଁ ଲୁଚାଇବା ନାହିଁ ଆମେ ଓପେନ୍ କରିବା ଆମେ କହିବା ସେଇଟା ପ୍ରଭୁ ଚାହୁଁଛନ୍ତି ଆମର ଜୀବନରେ ଆରାମ ହେଲେ ଆମେ ପ୍ରଭୁକୁ ଭୁଲିଯିବା ନାହିଁ ଆମେ ପ୍ରଭୁକୁ ପ୍ରଥମ ସ୍ଥାନ ଦେବା ତାପରେ ଆମେ ଠିଆ ହେବା ପ୍ରଭୁ ଆମକୁ ବ୍ୟବହାର କରିବେ ପ୍ରଭୁ এই ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ଅନୁଗ୍ରହ ଏବଂ ଆଶୀର୍ବାଦ